ଯେଉଁମାନଙ୍କର ତ୍ୟାଗ ନିଷ୍ଠା ସଂକଳ୍ପରେ ଓଡ଼ିଆ ଜାତି ମହାନ। ପ୍ରଥମ ଉତ୍ସବଟା ଏତେ ରମଣୀୟ ଏବଂ କମନୀୟ ହେବ ମୁଁ କାହିଁ ଭାବିଥିଲି। ଭାଷା ଉପରେ, ସାହିତ୍ୟ ଉପରେ, କଳା ଉପରେ, ନାଚ ଉପରେ, ଗୀତ ଉପରେ ସବୁ ପ୍ରାଚୀନତାଠୁ ଆରମ୍ଭ କରିକି ଆଧୁନିକତା ଯାଏ ସମସ୍ତ କଳାକୁ ଯେଉଁଭଳି ଭାବରେ ଏଠି ପ୍ରଦର୍ଶନ କରାଗଲା, ଅନେକ କଳାକାର ତାଙ୍କ ନିଜସ୍ୱ କଳା ପ୍ରଦର୍ଶନ କଲେ, ତାହା ହେଉଛି ଅଭିନନ୍ଦନୀୟ। ଏବଂ ମୁଁ ବେଶୀ ଧନ୍ୟବାଦ ଦେବି ଆମ ନୂଆ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସହିତ ମିଶି ଯେଉଁ ସବୁ କାର୍ଯ୍ୟକ୍ରମ କରୁଛନ୍ତି। ଆମର ଜଣେ ଓଡ଼ିଶାର ଲୋକ, ସେ ଶିକ୍ଷା ଜଗତରେ ଶିକ୍ଷାମନ୍ତ୍ରୀ ଥିଲେ, ଏ ବି ଅଛନ୍ତି କେନ୍ଦ୍ରରେ। ଶିକ୍ଷା ପାଇଁ ତାଙ୍କର ଯେଉଁ ଅବଦାନ ତାହା ମଧ୍ୟ ସ୍ମରଣୀୟ। ବାକି ଯେଉଁମାନେ ସବୁ ଅଛନ୍ତି ରାଜନୈତିକ ନେତାମାନେ, ସେମାନେ এই ଅନୁଷ୍ଠାନକୁ ପ୍ରୋତ୍ସାହନ ଦିଅନ୍ତି। ଯେଉଁ ଅନୁଷ୍ଠାନ ସବୁ କାର୍ଯ୍ୟ କରୁଛନ୍ତି, ଯେଉଁମାନଙ୍କର ତ୍ୟାଗ ନିଷ୍ଠା ସଂକଳ୍ପରେ ଓଡ଼ିଆ ଜାତି ମହାନ, ସେମାନଙ୍କୁ ମଧ୍ୟ ଆହୁରି ଉପରୁ ନେବା ପାଇଁ ଇଏ ଏକ ଭଲ ମାନେ ମନକୁ ଛୁଇଁଲା ଭଳି ସବୁ କାର୍ଯ୍ୟକ୍ରମ କରୁଛନ୍ତି। ତେଣୁ ଏମାନଙ୍କୁ ମଧ୍ୟ ମୁଁ ପ୍ରେରଣା ଦଉଛି। ଆଉ ପୁଣି ଆମେ ଏମିତି ବାରମ୍ବାର ଏକାଠି ହୋଇ ଓଡ଼ିଆ ଏକ ମହାନ ଜାତି ସମଗ୍ର ପୃଥିବୀରେ ମୋଦିଜୀ ତାହା ଆଜି ପ୍ରମାଣ କରିଦେଇଛନ୍ତି। ଏବଂ ମୋଦିଜୀଙ୍କର ମଧ୍ୟ ତ୍ୟାଗ ନିଷ୍ଠା ଏବଂ ସଂକଳ୍ପ ଓଡ଼ିଆମାନଙ୍କୁ ଉଠିବା ପାଇଁ